आज 24 ଜାନୁଆରୀ ଆମ ଦେଶର ଗଣତନ୍ତ୍ର ଦିବସ। ଏହି ଦିନ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ଗଣତନ୍ତ୍ର ଦେଶ ଜନ୍ମ ହୋଇଥିଲା। ଏହି ପବିତ୍ର ଦିନ ଅବସରରେ ଆଜି ଆମେ ଗାଁର ସ୍କୁଲରେ ପହଞ୍ଚିଛୁ। ଏଟାର ଯେତିକି ଫଟୋ ଦେଖାଉଛି ସେମାନେ ହେଉଛନ୍ତି ଆମ ଦେଶର ଫ୍ରିଡମ ଫାଇଟର୍ସ। ତାଙ୍କ ବଳିଦାନର ଫଳ ଆଜି ଆମେ ସ୍ୱାଧୀନ ଭାବେ ବଞ୍ଚୁଛୁ। ଏହି ପିଲାମାନଙ୍କୁ ଦେଖିକି ଆମ ଛୋଟବେଳର କଥା ମନେ ପଡୁଥିଲା। ଆମେ ମଧ୍ୟ ଏହି ସ୍କୁଲରେ ପଢିକି ଆସିଛୁ। ଏତେ ପିଲାଙ୍କୁ ଦେଖି ସାଇଲେଣ୍ଟ ହେଇଗଲା ଆମ ଜାନୁ। ପତାକା ଉତ୍ତୋଳନ କରିବା ପାଇଁ ପିଲାମାନଙ୍କୁ ଲାଇନ ହିସାବରେ ରେଡି କରୁଥିଲେ ଆମ ସୁରେନ୍ଦ୍ର ସାର୍ ଓ ସବର ସାର୍। ଆମେ ବି ଏହି ପବିତ୍ର ଦିନରେ ଯୋଗ ଦେଇଥିବାରୁ ନିଜକୁ ଗର୍ବିତ। ପତାକା ଉତ୍ତୋଳନ କରିବା ପାଇଁ ପିଲାମାନଙ୍କୁ ଲାଇନରେ ଛିଡା ହେବାକୁ ହେଲା। ଆଜିର ଏହି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ମୁଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହୋଦୟ ପ୍ରମୋଦ ଭାଇଙ୍କୁ ଅନୁରୋଧ କରିବି। ପତାକା ଉତ୍ତୋଳନ କଲେ ଆମ ଗାଁର ପ୍ରଧାନ ଶିକ୍ଷକ ଓ ଆମ ପ୍ରମୋଦ ଡାଡି। ପରେ ଜାତୀୟ ସଙ୍ଗୀତ ଗାଇଲୁ ସମସ୍ତେ ମିଶିକି। ଆମ ଗାଁର କୁନି କୁନି ପିଲାମାନେ ଏଇ ଗଣତନ୍ତ୍ର ଉପଲକ୍ଷେ କିଛି ଭାଷଣ ଦେଲେ। ଆମେ ତ ଦେଇନୁ, ଆମ ଚିନୁ ବଣଜ ବି କିଛି ଭାଷଣ ଦେଲା। ସୁରେନ୍ଦ୍ର ସାର୍ ବହୁତ ସୁନ୍ଦର ଭାବରେ ପୁରା ସିମ୍ପଲ ଭାଷାରେ ସ୍ପିଚ୍ ଦେଲେ। ଶୁଣିବାକୁ ତ ବହୁତ ବଢିଆ ଲାଗୁଥିଲା। ପରେ ପିଲାମାନଙ୍କୁ ବିସ୍କୁଟ ଚକୋଲେଟ୍ସ ବଣ୍ଟା ହେଲା। ଗାଁରେ ଭ୍ରମଣ ପାଇଁ ପିଲାମାନେ ବାହାରିଲେ।